ପଶ୍ଚିମବଙ୍ଗରେ କିଏ ବାଜିମାତ କରିବ ତାକୁ ନେଇ ବଡ଼ ଧରଣର ଆଲୋଚନା ଚାଲିଛି। ବିଭିନ୍ନ ରାଜନୈତିକ ଦଳ ଶେଷ ମୁହୂର୍ତ୍ତରେ ବି ନିଜର ଅଙ୍କ କଷା ଜାରି ରଖିଛନ୍ତି। ଯଦିଓ ବର୍ତ୍ତମାନ ସମୟରେ ଇଭିଏମ୍ରେ ଜନମତ କଏଦ ହୋଇସାରିଛି, କିନ୍ତୁ ତା ବାଦ୍ ମଧ୍ୟ ଏକ୍ଜିଟ୍ ପୋଲ୍ ସର୍ଭେ କଥା କୁହାଯାଉ, ଏକ୍ଜିଟ୍ ପୋଲ୍ ସର୍ଭେକୁ ବିଶ୍ଳେଷଣ କଥା କୁହାଯାଉ ଏବଂ ସାଧାରଣ ଲୋକଙ୍କ ଉତ୍କଣ୍ଠାର କଥା କୁହାଯାଉ, କର୍ମୀଙ୍କର ଆଗ୍ରହର କଥା କୁହାଯାଉ, ଏସବୁକୁ ନେଇ ଚଳଚଞ୍ଚଳ ରହିଛି ପଶ୍ଚିମବଙ୍ଗର ବ୍ୟାଟେଲଫିଲ୍ଡ। କିନ୍ତୁ ଏହାରି ଭିତରେ ଦର୍ଶକ ବନ୍ଧୁ ସବୁଠାରୁ ବଡ଼ ଚର୍ଚ୍ଚାକୁ ଆସିଛି ଜୁଆ ଖେଳ ବା ଜୁଆ ବଜାର, ଯାହାକୁ ଆମେ ସାଧାରଣରେ ସଟ୍ଟା ବଜାର ବୋଲି କହିଥାଉ। ରାଜନୀତିର ଏହି ଦାଓପେଞ୍ଚର ପରୀକ୍ଷା ସଟ୍ଟା ବଜାରରେ ମଧ୍ୟ ହେଉଛି। ନମସ୍କାର, ନ୍ୟୁଜ୍ ରୁମ୍କୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ପଶ୍ଚିମବଙ୍ଗରେ କିଏ ବାଜିମାତ କରିବେ ଏବଂ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଏବଂ ସେ ମୁଖ୍ୟମନ୍ତ୍ରୀ ବନିବେ, ତାକୁ ସମସ୍ତ ଦେଶବାସୀ ଅପେକ୍ଷା କରିଥିବା ବେଳେ ଏହାକୁ ନେଇ ସଟ୍ଟା ବଜାର ବି ଚଳଚଞ୍ଚଳ ହୋଇଯାଇଛି। ସଟ୍ଟା ବଜାର ବା ଜୁଆ ବଜାର ସାଧାରଣତଃ ବା ଭାରତରେ ଯଦି ଦେଖିବା ସାମଗ୍ରିକ ଭାବରେ ଏହା ବେଆଇନ ଏବଂ ଏହାକୁ ନିଷିଦ୍ଧ ମଧ୍ୟ ଘୋଷଣା କରାଯାଇଛି। କିନ୍ତୁ ତା ବାଦ୍ ମଧ୍ୟ ସଟ୍ଟା ବଜାରର ମାହୋଲ ସରଗରମ ରହିଛି। ଆପଣମାନେ ଜାଣିଥିବେ, ଯେତେବେଳେ ବଡ଼ ବଡ଼ କ୍ରିକେଟ ମ୍ୟାଚ୍ ହୁଏ ବା କୌଣସି କ୍ରୀଡ଼ା ମ୍ୟାଚ୍ ହୁଏ, ସେତେବେଳେ ମଧ୍ୟ ସଟ୍ଟା ବଜାରରେ ଲୋକ ଟଙ୍କା ନିବେଶ କରନ୍ତି। ବିଭିନ୍ନ ଖେଳାଳିଙ୍କ ଉପରେ ସେମାନେ ନିଜର ଟଙ୍କା ନିବେଶ କରିଥାନ୍ତି। ତା ସହିତ ବିଭିନ୍ନ ଟିମ୍କୁ ନେଇ ମଧ୍ୟ ଏହି ସଟ୍ଟା ବଜାର ଚଳଚଞ୍ଚଳ ହୁଏ। ଠିକ୍ ସେମିତି ପଶ୍ଚିମବଙ୍ଗ ରାଜନୀତିକୁ ନେଇ ମଧ୍ୟ ସଟ୍ଟା ବଜାର ଚଳଚଞ୍ଚଳ ହୋଇଛି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେବେ ନା ନାହିଁ, ତୃଣମୂଳ କଂଗ୍ରେସ ପୁଣି କ୍ଷମତାକୁ କମ୍ବ୍ୟାକ୍ କରିବ ନା ନାହିଁ, ବିଜେପି କ୍ଷମତା ହାତେଇ ନେବ କି, ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ କି, ଏମିତି ଅନେକ ପ୍ରଶ୍ନକୁ ନେଇ ବର୍ତ୍ତମାନ ସଟ୍ଟା ବଜାର ଚଳଚଞ୍ଚଳ। ଅର୍ଥାତ୍ ଏହି ସଟ୍ଟା ବଜାର ଟିଏମ୍ସି ବନାମ ବିଜେପି ପାଇଁ କାମ କରୁଛି। ବିଜେପି ବାଜିମାତ କରିବ ନା ତୃଣମୂଳ କଂଗ୍ରେସ କମ୍ବ୍ୟାକ୍ କରିବ, ତାକୁ ନେଇ ସକ୍ରିୟ ରହିଛି ସଟ୍ଟା ବଜାର। ଏବଂ ଯେଉଁ ଲୋକମାନେ ଏଥିରେ ଟଙ୍କା ନିବେଶ କରୁଛନ୍ତି ସେମାନେ ହେଉଛନ୍ତି ଅତି ସାଧାରଣ ଲୋକ। ତେବେ ଏହି ସଟ୍ଟା ବଜାରର ଆକଳନରେ ଯାହା ଚିତ୍ର ରହିଛି ବର୍ତ୍ତମାନ ସମୟରେ, ଯେ ତୃଣମୂଳ କଂଗ୍ରେସକୁ 137ରୁ 140ଟି ଆସନ ମିଳିପାରେ ଏବଂ ବିଜେପି ଖାତାକୁ ଯାଇପାରେ 150ରୁ 152ଟି ଆସନ। ପଶ୍ଚିମବଙ୍ଗରେ ମୋଟ ବିଧାନସଭା ଆସନ ହେଉଛି 294 ଏବଂ ମ୍ୟାଜିକ୍ ନମ୍ବର ହେଉଛି 148। ଅର୍ଥାତ୍ ଯଦି ଆମେ ସଟ୍ଟା ବଜାରର ଆକଳନକୁ ଦେଖିବା, ତେବେ 150ରୁ 152 ସିଟ୍ ଯଦି ବିଜେପି ଦଖଲ କରୁଛି, ତେବେ ମ୍ୟାଜିକ୍ ନମ୍ବରକୁ ଅତିକ୍ରମ କରୁଛି ଏବଂ ବିଜେପି କ୍ଷମତାକୁ ଆସୁଛି ବା ସରକାର ଗଠନ କରୁଛି। ଆଉ ସଟ୍ଟା ବଜାରର ଆକଳନ କହୁଛି ଯେ ଟିଏମ୍ସି ବା ମମତା ଦିଦିଙ୍କର ତୃଣମୂଳ କଂଗ୍ରେସ 137ରୁ 140 ଆସନ ଭିତରେ ସୀମିତ ରହିଯିବ। ଟିଏମ୍ସି ଏଥିରେ ମ୍ୟାଜିକ୍ ନମ୍ବର ଛୁଇଁ ପାରୁନାହିଁ। ଇଏ ହେଉଛି ବର୍ତ୍ତମାନର ଟ୍ରେଣ୍ଡ। କିନ୍ତୁ ଗତ କିଛିଦିନ ପୂର୍ବରୁ ମଧ୍ୟ ସଟ୍ଟା ବଜାରର ଟ୍ରେଣ୍ଡକୁ ନେଇ ଯେତେବେଳେ ଆମେ ଆପଣଙ୍କ ସାମ୍ନାରେ ଖବର ପ୍ରସାରଣ କରିଥିଲୁ, ସେତେବେଳେ ଆମେ ଦେଖିଥିଲୁ ଯେ ସଟ୍ଟା ବଜାରର ମାହୋଲ ତୃଣମୂଳ କଂଗ୍ରେସ ସପକ୍ଷରେ ରହିଛି ଏବଂ ତୃଣମୂଳ କଂଗ୍ରେସ କ୍ଷମତା ଦଖଲ କରିବ, ସରକାର ଗଠନ କରିବ ବୋଲି ସଟ୍ଟା ବଜାରରେ ଅଧିକ ଲୋକ ବିଶ୍ୱାସ କରୁଛନ୍ତି ଏବଂ ସେହି ଦିଗରେ ମଧ୍ୟ ଅର୍ଥ ନିବେଶ କରାଯାଉଛି। କିନ୍ତୁ ବର୍ତ୍ତମାନ ଯେଉଁ ଟ୍ରେଣ୍ଡ ସଟ୍ଟା ବଜାରରେ ରହିଛି, ତୃଣମୂଳ କଂଗ୍ରେସକୁ 137ରୁ 140ଟି ଆସନ, ମ୍ୟାଜିକ୍ ନମ୍ବର 148 ଛୁଇଁ ପାରୁନାହିଁ ଏବଂ ବିଜେପି 150ରୁ 152 ଆସନ ଦଖଲ କରି କ୍ଷମତାକୁ ହାସିଲ କରିବ ଏବଂ ସରକାର ଗଠନ କରିବ। କିନ୍ତୁ ଏହି ଟ୍ରେଣ୍ଡରେ ମଧ୍ୟ ବେଶ୍ ଦ୍ୱନ୍ଦ୍ୱାତ୍ମକ ଦିଗ ରହୁଛି। ଏକ କ୍ଲୋଜ୍ ଫାଇଟ୍ର ଚିତ୍ର ସାମ୍ନାକୁ ଆସୁଛି। ସଟ୍ଟା ବଜାରର ଆକଳନ କିଛି ଦିନ ପୂର୍ବରୁ ଟିଏମ୍ସି ସପକ୍ଷରେ ଥିଲା, ବର୍ତ୍ତମାନ ବିଜେପି ସପକ୍ଷରେ ଆସିଛି। କିନ୍ତୁ ଗୋଟିଏ କଡ଼ା ଟକ୍କରର ମାହୋଲ ତିଆରି ହୋଇଛି, କାହିଁକିନା 137ରୁ 140 ଆସନ ଏବଂ 150ରୁ 152 ଆସନ ଭିତରେ ବଡ଼ ଧରଣର ଗ୍ୟାପ୍ ନାହିଁ। ଏହାକୁ ନେଇ ସଟ୍ଟା ବଜାରରେ ଲୋକେ କୋଟି କୋଟି ଟଙ୍କା ନିବେଶ କରୁଛନ୍ତି ଏବଂ ସଟ୍ଟା ବଜାରରେ ଯେଉଁ ଲୋକମାନେ ଟଙ୍କା ନିବେଶ କରୁଛନ୍ତି ସେମାନେ ଯେ କୌଣସି ରାଜନୈତିକ ଦଳର କର୍ମୀ, ଏହା ଆଶା କରିବା ଠିକ୍ ନୁହେଁ। ଏବଂ ସଟ୍ଟା ବଜାରକୁ କୌଣସି ବ୍ୟକ୍ତି ଆର୍ଥିକ ପ୍ରୋତ୍ସାହନ ଯୋଗାଉଛନ୍ତି, ଏହା ମଧ୍ୟ ଆଶା କରାଯାଇ ନପାରେ। କାହିଁକିନା ସଟ୍ଟା ବଜାରରେ ଯେଉଁ ଟଙ୍କା ନିବେଶ ହେଉଛି, ଏହାଦ୍ୱାରା ବ୍ୟକ୍ତିଗତ ଲାଭ ଜଣକୁ ମିଳିବ। ଜଣେ ବ୍ୟକ୍ତି ଯଦି ଟିଏମ୍ସି ସପକ୍ଷରେ ଅଧିକ ଟଙ୍କା ନିବେଶ କରୁଛନ୍ତି ଏବଂ ଟିଏମ୍ସି କ୍ଷମତାକୁ ଆସୁଛି, ସେ ମାଲେମାଲ ହୋଇଯିବେ। ଏବଂ ଯଦି ଜଣେ ବ୍ୟକ୍ତି
ଏହି ସଟ୍ଟା ବଜାରରେ ହାରି ଯାଉଛନ୍ତି ସେ ଦେବାଳିଆ ମଧ୍ୟ ହୋଇପାରନ୍ତି। ସାଧାରଣ ଲୋକ ନିଜର ରାଜନୈତିକ ଇଚ୍ଛାକୁ ନେଇ ସଟ୍ଟା ବଜାରରେ ଟଙ୍କା ନିବେଶ କରୁଛନ୍ତି। ଏମାନେ କୌଣସି ଦଳର କର୍ମୀ ନୁହନ୍ତି। ରାଜନୀତି ସହିତ ଏମାନଙ୍କର କୌଣସି ମତଲବ ନାହିଁ। ଏମାନଙ୍କର କେବଳ ମତଲବ ରହୁଛି ଯେ ସେମାନେ ଟଙ୍କା ହାସଲ କରିବେ ଏବଂ ନିଜେ ଟଙ୍କା ହାସଲ କରିବା ପାଇଁ ସଟ୍ଟା ବଜାରର ଦାଉ ପେଞ୍ଚରେ ସେମାନେ ନିଜର ପରୀକ୍ଷା ଦେଉଛନ୍ତି। ଏଣୁ ଯେଉଁ ରାଜନୈତିକ ରେଜଲ୍ଟର କଥା କୁହାଯାଉଛି ସଟ୍ଟା ବଜାରରେ, ତାହା ଯେ କୌଣସି ଦଳକୁ ପ୍ରଭାବିତ କରିବା ପାଇଁ, କୌଣସି ବ୍ୟକ୍ତିଙ୍କୁ ପ୍ରଭାବିତ କରିବା ପାଇଁ ହେଉଛି, ଏହା ଆଶା କରିବା ଉଚିତ ନୁହେଁ। ସାଧାରଣ ଲୋକ ବିଭିନ୍ନ ଚା ଖଟିର ଆଲୋଚନା, ବିଭିନ୍ନ ରାଲିରେ ହୋଇଥିବା ସର୍ଭେ ଏବଂ ଯେଉଁ ଏକ୍ଜିଟ୍ ପୋଲ୍ ରିପୋର୍ଟ ସବୁ ଆସୁଛି ବିଭିନ୍ନ ସଂସ୍ଥାର, ତାକୁ କିଛି ମାତ୍ରାରେ ଅନୁଶୀଳନ କରି ସଟ୍ଟା ବଜାରରେ ସାଧାରଣ ଲୋକ ନିଜର ଟଙ୍କା ନିବେଶ କରୁଛନ୍ତି। ହଁ, ଏଥିରେ ଗୋଟିଏ ବଡ଼ ଭୂମିକା ସାଇଲେଣ୍ଟ ଭୋଟରଙ୍କର ରହୁଛି। ଏମାନେ ସେହି ଶ୍ରେଣୀର ଭୋଟର ଯେଉଁମାନେ ବଡ଼ ବଡ଼ ରାଜନୈତିକ ଦଳର କର୍ମୀଙ୍କ ଭଳି ନିଜର ମତ ରଖନ୍ତି ନାହିଁ। ସେମାନେ ଗଣମାଧ୍ୟମର ପରଦା ସାମ୍ନାକୁ ଆସନ୍ତି ନାହିଁ। ଭିତରେ ଭିତରେ ସେମାନେ କାହାକୁ ସମର୍ଥନ କରିବେ ତାହା ସେମାନେ ନିଶ୍ଚିତ କରିସାରିଥାନ୍ତି ଏବଂ ଏହି ସାଇଲେଣ୍ଟ ଭୋଟର ପଶ୍ଚିମବଙ୍ଗର 2026 ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି କୁହାଯାଉଛି। ଏମାନଙ୍କର ମଧ୍ୟ ବଡ଼ ଅବଦାନ ସଟ୍ଟା ବଜାରର ଆକଳନରେ ରହିଛି। ଏହି ସଟ୍ଟା ବଜାର ପୁଣି ଥରେ ମୁଁ କହି ରଖିବି ଦର୍ଶକ ବନ୍ଧୁ, ଭାରତରେ ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ ଏବଂ ବେଆଇନ। କିନ୍ତୁ କ୍ରିକେଟ ମ୍ୟାଚ୍ ଠାରୁ ଆରମ୍ଭ କରି ରାଜନୈତିକ ନିର୍ବାଚନରେ ସଟ୍ଟା ବଜାର ସରଗରମ ହୋଇଯାଏ। ବିଭିନ୍ନ ପ୍ରକାର ହ୍ୱାଟ୍ସଆପ୍ ଗ୍ରୁପ୍, ବିଭିନ୍ନ ପ୍ରକାର ଅନଲାଇନ୍ ଆପ୍ ଏବଂ ତା ସହିତ ସିଧାସଳଖ ବ୍ୟକ୍ତିମାନଙ୍କର ଉପସ୍ଥିତିରେ ସଟ୍ଟା ବଜାର ବା ଜୁଆ ବଜାର ଚାଲିଥାଏ। ଏଥିରେ ଜଣେ ଜଣେ ବ୍ୟକ୍ତି ଟଙ୍କା ନିବେଶ କରନ୍ତି ଗୋଟିଏ ଦଳ ବା ପ୍ରାର୍ଥୀଙ୍କୁ ନେଇ ଏବଂ ସେମାନେ ଯଦି ଜିତି ଯାଉଛନ୍ତି ସେମାନେ କୋଟିପତି ହୋଇଯାଆନ୍ତି ଏବଂ ସଟ୍ଟା ବଜାରରେ ବହୁ ଟଙ୍କା ନିବେଶ କରିବା ପରେ ଲୋକ ଦେବାଳିଆ ହେବାର ମଧ୍ୟ ନଜର ରହିଛି। ତେବେ ସଟ୍ଟା ବଜାରରେ ନିବେଶ କରି ସାଧାରଣ ଲୋକ କୋଟିପତି ହେବାର ନଜିର ବି ରହିଛି ଏବଂ ସଟ୍ଟା ବଜାର ଲୋକଙ୍କୁ ଦେବାଳିଆ ବି କରିଦେଇପାରେ। ତା ବାଦ ମଧ୍ୟ ଯେତେବେଳେ ସଟ୍ଟା ବଜାରରେ ଲୋକେ ଟଙ୍କା ନିବେଶ କରୁଛନ୍ତି ସେମାନଙ୍କର କେତେ ଆଗ୍ରହ ରହିଛି ରାଜନୀତି ପ୍ରତି ଏବଂ ପଶ୍ଚିମବଙ୍ଗ ନିର୍ବାଚନ କେତେ ଗୁରୁତ୍ୱପୂର୍ଣ୍ଣ ସାଧାରଣ ଲୋକଙ୍କ ପାଇଁ ତାହା ସହଜରେ ବାରି ହୋଇପଡ଼ୁଛି। ଦର୍ଶକ ବନ୍ଧୁ, ଏହି ନିର୍ବାଚନର ଫଳାଫଳ ହୁଏତ ଟିଏମ୍ସି କିମ୍ବା ବିଜେପିର ଭାଗ୍ୟ ନିର୍ଦ୍ଧାରଣ କରିବ ସତ, କିନ୍ତୁ ସାଧାରଣ ଲୋକମାନଙ୍କର ବିଭିନ୍ନ ସ୍ୱାଭିମାନ, ତାଙ୍କ ଭିତରର କଥା, ତାଙ୍କ ଭିତରର ବ୍ୟଥା, ତାଙ୍କ ଭିତରର ରାଜନୈତିକ ଚିନ୍ତାର ମଧ୍ୟ ଗୋଟିଏ ପ୍ରତିଫଳନ ହେବ ଏବଂ ଏହାକୁ ବର୍ତ୍ତମାନ ସମୟରେ ସଟ୍ଟା ବଜାର ବା ବେଆଇନ ଭାବରେ ଜୁଆ ଖେଳ ବୋଲି ମଧ୍ୟ କୁହାଯାଇପାରେ। ତେବେ ଏହି ରିପୋର୍ଟ ଆମେ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବାର କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ଯେ କେମିତି ଲୋକଙ୍କ ଭିତରେ ସାଧାରଣ ଲୋକ ଯେଉଁମାନେ ରାଜନେତାଙ୍କ ସହିତ ସମ୍ପର୍କ ରଖନ୍ତି ନାହିଁ ସେମାନେ ବି ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଚିନ୍ତା କରୁଛନ୍ତି। ସେମାନେ ନିଜେ ଟଙ୍କା ନିବେଶ କରୁଛନ୍ତି। ସେମାନେ ଟଙ୍କା କ୍ଷତି ସହିବାର ବା ବୁଡ଼ିଯିବାର ଆଶଙ୍କାରେ ଅଛନ୍ତି। କିଏ କୋଟିପତି ହେବାର ସମ୍ଭାବନା ଦେଖୁଛି। କିନ୍ତୁ ରାଜନୀତିର ଦାଉ ପେଞ୍ଚରେ ମମତା ଦିଦି ଏବଂ ଶୁଭେନ୍ଦୁ ଅଧିକାରୀ ଟିଏମ୍ସି ଆଉ ବିଜେପି ପାଇଁ ଅଙ୍କ ଗଣିତ କଷୁଛି। ଏଣୁ ସଟ୍ଟା ବଜାର ଯଦିଓ ବେଆଇନ, ଏହା ସାଧାରଣ ଲୋକଙ୍କୁ ବେଶ ପ୍ରତିଫଳିତ କରୁଛି ଏବଂ ରାଜନୀତିରେ ସଟ୍ଟା ବଜାର ବର୍ତ୍ତମାନ ସକ୍ରିୟ ରହିଛି। ଆଉ ଏହାକୁ ଠାବ କରିବା ବା କେଉଁ ସୂତ୍ରରୁ ସଟ୍ଟା ବଜାର ହେଉଛି ତାହା ମଧ୍ୟ ପୁଲିସ ବା କୌଣସି ଆଇନ ସମ୍ମତ ଏଜେନ୍ସି ପାଇଁ ଏତେ ସହଜ ପାଠ ନୁହେଁ। ଏହା କିନ୍ତୁ ଭିତରେ ଭିତରେ ଲୋକଙ୍କର ବିଭିନ୍ନ ଆଶା ଆକଳନକୁ ସାମ୍ନାକୁ ଆଣୁଛି। ତେବେ ଏଭଳି ରିପୋର୍ଟ ଆପଣଙ୍କୁ କେମିତି ଲାଗିଲା ଦର୍ଶକ ବନ୍ଧୁ, ନିହାତି ଭାବରେ ଏଥିପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆମ ଭିଡ଼ିଓକୁ ଲାଇକ୍ ଓ ସେୟାର କରନ୍ତୁ ଓ କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ରହୁଛି, ନମସ୍କାର।